କାମ କରେ। ତେବେ ଏହି ସ୍ନାଇପର ଟ୍ରେଡିଂ ମାନସିକତା କ'ଣ? ଦେଖନ୍ତୁ, ବେଶୀ ଟ୍ରେଡରଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ହେଲା ନିଜ ଇମୋସନ୍ସକୁ କାବୁରେ ନ ରଖିପାରିବା। ଆଉ ଏହି ମାଇଣ୍ଡସେଟ୍ ଆମକୁ ଶିଖାଏ କେମିତି ଗୋଟେ ପୂର୍ବ ନିର୍ଦ୍ଧାରିତ ପ୍ଲାନ୍ ଅନୁସାରେ ହିଁ କାମ କରିବାକୁ ହବ। ଏହି ତୁଳନାକୁ ଟିକେ ଦେଖନ୍ତୁ। ଗୋଟେ ପଟେ ଅଛି ଜୁଆଡ଼ି, ଯିଏ ଇମୋସନରେ ଭାସିଯାଏ, ଲାଭ ପଛରେ ଦୌଡ଼େ ଆଉ ଲସ୍ ହେଲେ ଡରିଯାଏ। ଆଉ ଅନ୍ୟପଟେ ଅଛି ସ୍ନାଇପର, ଯିଏ ପୁରା ଶାନ୍ତ, ଧୈର୍ଯ୍ୟବାନ ଆଉ ନିଜ ପ୍ଲାନ୍କୁ ହିଁ ଫଲୋ କରେ। ଆମର ଲକ୍ଷ୍ୟ ହେଉଛି ସେ ସ୍ନାଇପର ପରି ହେବା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ଷ୍ଟ୍ରାଟେଜିର ସବୁଠୁ ଜରୁରୀ କାମ ଟ୍ରେଡ୍ ନେବା ଆଗରୁ ହିଁ ହୋଇଥାଏ। ତାହା ହେଉଛି ନିଜ ପାଇଁ କିଛି କଡ଼ା ନିୟମ ତିଆରି କରିବା, ଯାହାକୁ କୌଣସି ବି ପରିସ୍ଥିତିରେ ଭଙ୍ଗାଯାଇପାରିବ ନାହିଁ। ଏହି କେସ୍ ଷ୍ଟଡିରେ ଯେଉଁ ମିଶନ ପ୍ୟାରାମିଟର ବ୍ୟବହାର କରାଯାଇଥିଲା ତାକୁ ଦେଖନ୍ତୁ। କ୍ୟାପିଟାଲ ଥିଲା 10,000 ଟଙ୍କା, ଗୋଟେ ଦିନର ସର୍ବାଧିକ ରିସ୍କ ଥିଲା 1,000 ଟଙ୍କା ଆଉ ସର୍ବାଧିକ ଟ୍ରେଡ୍ ସଂଖ୍ୟା